पंखा କିନ୍ତୁ ସେମିତି ଭଲ ରଖିଥାଏ। ଯାଏ ମୋ ଶାଶୁ ଶ୍ୱଶୁର ପାଖକୁ। ବୋଉ ବାପା ଓହୋ ବୋଉ ଯାଇଲ ଠାକୁର ଘରେ କି ଗରମ ହଉଛି। ବୁଝିଲ ଶାନ୍ତି କୋଉଟା ଆଉ ଆଗ ଭଳି ନାହିଁ ବହୁତ ପରିଶ୍ରମ କର। ହଁ ବା ପୁଅଟା ବି ଆମର ବାହାରେ ରହୁଛି। ବହୁତ ଆମ ଭାବିଲୁ ଆମକୁ ଅତ୍ୟାଚାର କରୁଥିଲା, ଆମ ଉପରେ ରାଗ ସାରୁଥିଲା, ଏବେ ଟିକେ ପରିବର୍ତ୍ତନ ହେଇ ପୁଅ ବି ଆଜି ଆସିବ। ମା ସେ ବିକାଶକୁ ଫୋନ କରିଥିଲୁ କୋଉଠି ହେଲାଣି କଣ ପଚାରିଥିଲି? ହେଲେ ବୋଉ ମୁଁ ସକାଳୁ 4-5 ଥର ମାରି ସାଇଲିଣି, ରାତିରେ ବି 2 ଥର କଥା ହେଇଛି। ଏଇ 9ଟା 10ଟା ବେଳକୁ ପହଞ୍ଚିବି। ହଁ ବା ତୋରି ଚିନ୍ତାଟା ମତେ ସକାଳ ଉପାସ ଅଛୁ, ସାବିତ୍ରୀଟା ଆଜି ସେ ଆସିଲେ ଯାଇକି ବ୍ରତ ଭାଙ୍ଗିବୁ। କୁଆଡେ ଗଲା ସେ ଟୋକାଟା? ହଉ ହଉ ଆଉ ଥରେ ଟିକେ ତାକୁ ଫୋନ ମାରି। ହେଲୋ ବୋଉ ମୋ ପୁଅଟା ସେପଟରେ ଅଛି, ଶୋଇଲାଣି କି ଉଠିଲାଣି ଦେଖିନାହିଁ। ମୁଁ ଯାଉଛି ମାରି ସେ ଘରେ ଯାଇକି। ହଉ ବାବା କଣ କରୁଛି? ଶୋଇଲୁ ମୁଁ ଟିକେ ବାପାକୁ କଲ୍ କରିଦିଏ। ହ୍ୟାଲୋ ଆଇଲଣି? ହଉ ହଉ ଆସ, ମୋ ଗୁଗୁଲୁ ଉଠିକି ଏଇଠି ଖେଳୁଛି ବା। ହଁ ତମେ ରଖ ମ, ତମ ପାଇଁ ଆଜି ଫେବରେଟ ମସରୁମ ପକୋଡା କରିଛି। ହଉ ରଖ ରଖ, ମୁଁ ବୋଉକୁ ନେଇକି ଦେଇଦିଏ ବୋଉକୁ, ରୋଷେଇ ବାସ ସବୁ ଅଛି। ଆଇଲୁ ଗୁଗୁଲୁ, ଏ ଗୁଗୁଲୁ ଟା ମୋ ବାପା ସେଇଠି ଅଛନ୍ତି। କଣ ହେଲା? ବୁଝିଲ ଶାନ୍ତି, ଆମ ନାତି ଟୋକାଟା ବଡ ହେଲେ ତାକୁ ଗୋଟେ ଭଲ ସ୍କୁଲରେ ପଢେଇବା। ହଁ ପୁଅକୁ ତ ପଢେଇ ସାରିଲେ, ସିଏ ଯାଇକି ସିଆଡେ ଆମକୁ ଭୁଲିଗଲାଣି। ଆଉ ନାତି ଟୋକାକୁ ପଢେଇବ, ସିଏ ତା ବାପା ମାଆକୁ ଭୁଲିଯିବ। ଏଇ ପିଢି ପରେ ପିଢି ଏମିତି ଚାଲିଥିବ ଆଉ ଗଲା। ଆମେ ଯେମିତି ବୃଦ୍ଧା ଆଶ୍ରମ ଯିବା, ସେ ତା ପୁଅ ବଡ ହେଲେ ବି ତା ବାପା ମାଆଙ୍କୁ ନେଇ ବୃଦ୍ଧା ଆଶ୍ରମ ଛାଡିବ। ବୋଉ ଯାଇଛି କୁହନ୍ତି ନାତି ଟୋକାକୁ ଆଣି, ସେତେବେଳେ କୁଆଡେ ଗଲା ଟିକେ ଡାକ ଦେଲା। କଣ କରୁଛି? ବୋହୁ ବାପା ଆସିଲି। ନାତି ଟୋକା ଆଇଲା ଆଉ। ଆଇଲା ଆଇଲୁ ଉଠି ଯାଇଛି ରେ ବାବୁ, ଶୋଇ ପଡିଥିଲା। ଏ ତ ବାପା ଆଜି ଆସିବ, ବାପା ସାଙ୍ଗରେ ବଜାର ବୁଲିଯିବୁ। ହଉ 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 ବାପା ଆସୁ। ସେ ରାକେଶ କୁଆଡେ ଗଲା? ଫୋନ ତାକୁ ମାରିଲି ଝିଅ। ଆସିବ। ବାପା ମୁଁ ଆଉଛି ରୋଷେଇ କରିକି। ହଉ ଯା, ମୁଁ ରଖିଛି ତାକୁ। ଏ ଗୁଗୁଲୁ ତୋ ବାପା ଆଜି ଆସିବ, ବଜାର ଯିବୁ, ଚକୋଲେଟ ଖାଇବୁ, ଆଇସ୍କ୍ରିମ ଖାଇବୁ। ଆଉ କଣ ଖାଇବୁ କହ? ଆଉ କଣ ଖାଇବୁ? ଯିବୁ ବୁଲି ଯିବୁ। ଏ ଗୁଗୁଲୁ ଏଇଟା ଆରେ ଏମିତି କଣ ହଉଛି? ନନ୍ଦୁକୁ ଡାକିଲା ଟିକେ ବୁଲେଇ ନବ ପୁଅକୁ ବାହାରକୁ, କାନ୍ଦିଲା। ଆରେ ଏ ଟୋକା ନନ୍ଦୁ, କୁଆଡେ ଗଲୁ ରେ? ହଁ ବାବୁ ଯାଉଛି ବାବୁ ଯାଉଛି। କୁଆଡେ ଯାଇଥିଲି କହିଲୁ ସକାଳୁ? ଟିକେ ବୁଲୁଥିଲି ଆଉ। ହଉ ନେ ଟିକେ ପୁଅକୁ ନେଇ ବୁଲେଇବା। ଆଇଲୁ ସାନ ବାବୁ ଆଇଲୁ। ଚାଲ ସାନ ବାବୁ, ମୁଁ ତମକୁ ଆଇସ୍କ୍ରିମ ଦେବି, ବଜାର ବୁଲେଇ ନେବି। ହଉ ଚାଲ।
ଆରେ ଶାନ୍ତି, ଏ ଶାନ୍ତି ଶୋଇ ପଡିଲ ନା କଣ? ଉଠ, ଏବେ ପୁଅ ଆସିବ ବା। କଣ କରିବି ଉଠିକି? ପୁଅ ତ ତାର ଆସିବ, ବୋଉ ତାକୁ ଖାଇବାକୁ ଦବ। ଆଉ ତ ଆଣିଛ ଯୋଉ ଲୁଗା, ଆହୁରି ଲୁଗା ନିଏ ତମ ଲୁଗା। ଗୋଟେ ଏଡେ ବଡ ସାବିତ୍ରୀରେ ଚୁଡି ନାହିଁ, ଶଙ୍ଖା ନାହିଁ, ମଥାରେ ସିନ୍ଦୁର ନାହିଁ, କଣ ମୁଁ ରାଣ୍ଡ? ଆରେ ଶାନ୍ତି, ନାଇଁ ତମେ ରାଗ ନୁହଁ। ମୁଁ ତ ସକାଳୁ ବଜାର ଯାଇଥିଲି ତମରି ହିଁ ପାଇଁ, ହେଲେ ବଜାରରେ ବହୁତ ଭିଡ ଥିଲା। ଆଉ କଣ ଲାଇନ ଲାଗି, ମୁଁ ତ ବୁଢା ହେଲିଣି। ଆଉ ଛାଡ, ତମେ ତ ସେମିତିରେ ବହୁତ ସୁନ୍ଦର ଲାଗୁଛ। ଓହୋ, ଏଟା ମୁଁ ରସିକିଆ ଆଉ ଏତେ ଦେଖାଉନି ମ। ତା ପୁଅ ଜନ୍ମ କରିକି ବୋଉ ଆସିଲାଣି ଘରକୁ, ବୋଉର ପିଲା ହେଇକି ନାତି ନାତୁଣୀ ଦେଖିଲାଣି, ତଥାପି ଆହୁରି ବୁଢାର ରସ ଛାଡୁନାହିଁ। ଆଉ ସେ ଚାକର, ନନ୍ଦୀ ଚାକର, ତା ସ୍ତ୍ରୀ ପାଇଁ ଯୋଉ ଲୁଗା ଆଉ ଚୁଡି ଫୁଡି ଯାହା ଆଣିଛି, ତମର କାଇଁ? ଖାଲି କୋଉଠି ଯାଇକି ଗଞ୍ଜେଇ ଖାଇବି, କୋଉଠି ବିଡି ଖାଇବି, କୋଉଠି ତାସ ଖେଳିବି, ଇଏଟା ମାଇକିନା ମରିଯାଉ। କଣ ହଉ ରାଗ ନାହିଁ ମ, କାହିଁ ସେମିତି ହଉଛ? ପୁଅ ଏଇଠି ଆସିବ, ରଖ ଏଇଟା। ଶାଢୀ ଆଣିଲା ବେଳକୁ ଲାଇନ ଲାଗିଛି, ଇଏ କରିଛି। ହଉ ଦିଅ, ଛାଡ, ରାଗ ନାହିଁ, ଛାଡ। ନିଅ ନିଅ ତମ ଶାଢୀ। ପୁଅ ଏବେ ଆସିବ, ଛାଡ, କାହିଁ ସେମିତି ଲାଗୁଛ? ପୁଅ ଆସୁ, ମୁଁ କହିବି ସବୁ ଟିକେ କଥା। ଧୈର୍ଯ୍ୟ ଧର, ରୁହ। ତମେ ତ ମୋର ଆକାଶର ଚାନ୍ଦିନୀ, ମୋ ମନର ମଇନା, ସବୁ କିଛି ତମେ ମୋର। ଓପା, ବୁଢା କାଳେ ବାଲ୍ୟ ନୀଳା ଦେଖୁ। ହଉ ହଉ, ପୁଅ ଆସିଲେ ତମ ନୀଳା ଛଡଉଛି। ମୁଁ ଟିକେ ରେଷ୍ଟ ନଉଛି, ପୁଅ ଆସିଲେ ମୁଁ ତ ଡାକିବି। ହଉ ହଉ, ତମେ ଟିକେ ଶୋଇପଡ, ମୁଁ ଟିକେ ଖଇନି ଖାଇଦେଲା ମା। ଆସ ସୋମେଶ, ଗଲା ଘରେ ହେଇଗଲା। ଆମରି ଭଲ ଘରଟା ହେଇଛି ଆଉ। ଆସ ଆସ ଭିତରୁ ଆସ ସୋମେଶ, ଘରକୁ ଆସ, ଭିତରକୁ ଆସ। ଆସ ଭାଇ, ଆନନ୍ଦ ଘରଟା କରିଛ ଆଉ। ଆସ ଭିତରକୁ ଆସ। ଆସ ସୋମେଶ, ଭାଇ ଚାଲ ଉପରକୁ ଆସ। ହେଲା, ଆଉ ଅଫିସରେ କହିଦେଇକି ଆଇଲ? ହଁ, ସାର୍ କହିଥିଲି। ସାର୍ କଣ କହିଲେ? ସାର୍ କହିଲେ ଯାଅ, ଜଲ୍ଦି ଆସିବ, କାମ ବହୁତ ନା। ଆଚ୍ଛା, ବାପା ବୋଉ ଦେଖିଲେ ତମକୁ ଭାରି ଖୁସି ହେଇছে। ତମ ନାଁ କୁହନ୍ତି ବେଳେ ବେଳେ, ସୋମେଶକୁ ନେଇକି ଆସ ସାଥିରେ। ଚାଲ ଆଜି ଖାଇକି ଆଉ। ମୁଁ ଆସିଗଲି। ହଁ, ବାପା ବୋଉ ସାବିତ୍ରୀ, ଆସ ସୋମେଶ ଆସ। ଏ ବୁଢୀର ଗୋଡ ମଣି ମଣି କଣ ପାପୁଲି ଦେଖା ମିଟିଗଲାଣି। କହୁଛୁ ନା ବୋଉ, ମୁଁ ପ୍ରଥମ ଥର ବଢିଆ ଗୋଡ ଦେଖିଲି। ଏଇ ତମ ପୁଅ ଆଇଲାଣି, ଛାଡ ଛାଡ। ବାପା ଟିକେ ଗୋଡ କାଢିଲେ। ହଉ 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 ହେଲା। ବାପା ନମସ୍କାର, ବୋଉ ନମସ୍କାର। ଆଉ ମୋ ବୋଉ ଲୋ, ମୋ ବୋଉ ପରି କିଏ ହବ ଲୋ? ହଉ ହଉ ହଉ। ଆଉ ତମେ କାହିଁ ମନ ଦୁଃଖ କରୁଛ? ଫୋନ ମାଇଲେ ମୁଁ ଆସିଲି ନା। ଆଇଲେ ସେ ଇଣ୍ଡିଆ ମାରିଛି, ନମସ୍କାର କରୁଛି। ଛୁଆ ଗୋଟେ ପୁଅ ଦେଖୁନ, ପୁଅ ଯଦି ମୁଣ୍ଡିଆ ନ ମାରିଲେ କଣ ଅସୁବିଧା ହେଲା? ଡେଲି ଫୋନରେ ବା ତ ମୁଣ୍ଡିଆ ମାରୁଛି। ଆଉ ଏମିତି ମୁଣ୍ଡିଆ ମାରିଲାଣି ତ ମୁଣ୍ଡ କଟିଗଲା। ଚାଲ ଝିଅ, ବୋଉ ତାଙ୍କର କଣ କଥା ହେବେ। କଣ ଖାଲି ଖଇନି ଖାଉଛି। ତୁ ଆସ, ସେପଟ ଘରକୁ ଆମେ ଯିବା। ଚାଲ 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 ପୁଅ। ଆରେ ଆସୁନ, ବସୁନ ଏଠି। ଖରା ତରାରେ ଆସିକି ଏଠି ଅଇନା ପାଖରେ ବସ। ବସ ଏଠି ବସ। ବସ, ମୁଁ ପାଣି ଗ୍ଲାସ ଗୋଟେ ନେଇକି ଆସିଛି। ପୁଅ କୁଆଡେ? ପୁଅ ପାଇଁ ନନ୍ଦୁ ଚାକର ନେଇଛି। ତାକୁ କାହିଁ ସଦାବେଳେ ପୁଅଟାକୁ ଦଉଛ? ସେ କୋଉଠି ଫୋପାଡି ଫୋପାଡି ଦବ। ସେ ଟିକେ ବୁଲିବାକୁ ନେଇଥିଲା। କିରେ ନନ୍ଦୁ, ଏ ନନ୍ଦୁ। ହଁ ମା, ଯାଉଛି ଯାଉଛି ମା, ହଁ ଯାଉଛି। ଆଇଲୁ ଆଇଲୁ, ଗେଲୁଟା ପାପାଲିଟା ଆରେ ଗେଲୁଟା ରାକେଶ ବାବୁ ଜୁହାର। ଗେଲୁ। ହଉ ହଉ, ନନ୍ଦି କିରେ କେମିତି ଅଛି?
ଆଜ୍ଞା ସାର୍ ଭଲ ଅଛି। ହଉ ହଉ ଯା ଦେଖ ସେପଟେ ମୋ ସାଙ୍ଗ ସୋମେଶ ଅଛି ଟିକେ ଡାକିଦବ ଯା ଯା ଆଲେ 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 ଏଲେ ଗେଲୁଟେ 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 ପାପଳିଟେ ପାପଳି ନିଅ ନିଅ ତମ ପୁଅକୁ ନିଅ 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 ଚାଲ 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 ଚଗଲାଟା ଚଗଲାଟା ହଉ ହଉ ସୋମେଶ 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 କୁଆଡେ ଗଲ? ହଁ ଭାଇ ଭାଇ ଯାଉଛି। ହଁ ଭାଇ କହୁନ କୁଆଡେ ଯାଇଥିଲ? ବସ ଚା ଫା ଖାଇବ ଏତେ ଦିନ ପରେ ଆମ ଘରକୁ ଆଇଛ। ଆଣ୍ଟି ଡାକୁଥିଲେ ତ। ହଁ ବସ। ଆରେ ସୋମେଶ କୁ ପାଣି ଫାଣି ଦେଲ ନା? ନନ୍ଦ ଚା ଖାଇବା ଟିକେ ଖାଇଦେଇ ପଳେଇବା ଆଉ କଣ ହେଲା। ଆଉ ଅଫିସରେ ତ ଆମେ କହିଦେଇକି ଆଇଛେ ଆଉ କଣ। ନିଅ ପାଣି ଟପା ପିଅ ବସ। ଆଉ ପୁଅକୁ ତ ଦେଖିଲ ଆଉ ଭାଉଜକୁ ତ ଦେଖିଲ ଆଉ କଣ କହୁଛ? ଭାଉଜ ଜିନିଷ ଆଣିଥିଲି। ହଉନା ସରମ କର। ଆବେ ତୁ କଣ କହୁଛୁ? ମୋ ସ୍ତ୍ରୀ କି ମୁଁ ଦେବି ନା ଆଉ। ଜାନୁ ଫୁଲନିଆ କେ ତମେ କହୁଥିଲ ନା ଗିଫ୍ଟ କଣ? ଏଇ ତମ ଗିଫ୍ଟ ହେଲା। ଆସ। ତମ ସ୍ତ୍ରୀଟା କେମିତି ଦେଖା ଟିକେ କହୁନ ସାବିତ୍ରୀ? ସାବିତ୍ରୀରେ କଣ ଦେଖା? ସ୍ତ୍ରୀ ମୋର ବିୟୁଟିଫୁଲ ସ୍ତ୍ରୀ, ୱାଣ୍ଡରଫୁଲ ଓଡଣା ସ୍ତ୍ରୀ ଦେଇଦିଅ। ଲୋକ ମୋ ସାଙ୍ଗଟା ହେଇଛି ସେ ଭଲ ପିଲା ନୁହେଁ, ସେଟା ନୁଙ୍ଗୁରାଟା ହେଲା। ତମେ ଓଡଣା ଦେଇଦିଅ ବେଶୀ ତା ଆଗକୁ ଆସି ସେଠି ବୁଲିଯାଅ। ଚଗଲାଟା ଭାଉଜକୁ ଆଉ ଭାଉଜ ତମ ଦେଖା ନାହିଁ ଏତେ ହେଲା। ଆଉ ତମ ମିଠା ବା ତମକୁ ଯାହା କହିଲି ସେଇଆ, ମୁଁ ଘରେ ନଥିଲା ବେଳେ ଆଇଲେ ମତେ ଫୋନ କରିବ ହେଲା। ଆଉ ଯିବା ଚାଲ ଅଫିସ ଚାଲ। ସେ ଗିଲାସ ଥୁଅ ନା ଗିଲାସ ଟାକୁ ନେଇକି ପଳେଇବ। ନନ୍ଦୁ ଗ୍ଲାସ ଥୋଇଦିଅ। ଆଉ ବୋଉ କୁଆଡେ ହେଲା? ବାପା କୁଆଡେ ହେଲେ? ଚାଲ ଚାଲ ଡେରି ହଉଛି ଚାଲ। ସାବିତ୍ରୀ ଉଠ ଉଠ ଆଉ ବସନି। ବୋଉ କତିରେ ଶୋଇଛି। ହଉ ଆସୁଛି। ଯାଉଛି ଭାରି ହଁ ବୋଉ ଦେଲା ଖାଇବାକୁ ନା ନାଇଁ? ହଁ ଖାଇବା ପିଇବାକୁ ଦେଇଛି, ସାଙ୍ଗ ବି ମୋର ଖାଇ ପିଇ ପେଟ ଶାନ୍ତି। ହଉ ପୁଅ ମୋ ପୁଅକୁ ଟିକେ ଅନେଇଥିବ। ହଉ ଆଉ ପୁଣି କେବେ ଆସିବୁ? ଆସିବା ଯେବେ ଛୁଟି ମିଳିବ ଦି ସାଙ୍ଗ ଆମେ ଆସିକି ପହଞ୍ଚିବା ଆଉ ହେଲା। ମଝିରେ ମଝିରେ କଲ୍ କରୁଥିବ। ହଁ ହଁ ହଉ ବାପା କୁଆଡେ ହେଲେ? ତୁ ପୁଣି କିଆ ବୁଢା କଥା କାହିଁ କହୁଥିଲେ ପୁଅ? ତୁ ଖାଲି ଗନ୍ଧେଇ ଖାଇବାକୁ ପଳଉଛୁ। ତାକୁ ମନା କର ଏତେ ଗଞ୍ଜେଇ ଖାଇବେନି। କଣ କରିବା କୋଉ ଶୁଣୁଛୁ? ତୁ ଟିକେ ଥିଲେ କହିଥାନ୍ତୁ, ତୁ ତ ଯାଉଛୁ ଆଉ। ହଉ ହଉ ସାଙ୍ଗର ମୋର ଡେରି ହେଲାଣି, ଆମେ ଏଥର ଆସୁଛୁ ହଉ ଯାଅ ହେଲା। ଦେଖିକି ଯିବ। ହଁ ହଁ ପହଞ୍ଚିକି ଫୋନ ମାରିବ ବୋଉ କୁ। ସାବିତ୍ରୀ ଆସୁଛୁ ହେଲା। ଏଇ ତ ଭାଉଜ ଆଉଛି କଣ କୁଣ୍ଡେଇ ପକଉଛୁ? ଭାଉଜ ଆଉଛି ସେଠି ଲେବୁଲର ଯିବା ଆସ। ଆଉ ଭାଉଜ ଏତେ ଆଉ ଭାଉଜ ରଙ୍ଗ ଦେଖା ହଁ କଲ କରିବି। ମେତେ ଅନଉଛୁ ନା ତାକୁ ଅନଉଛୁ? ଆଉ ପୁଣି ଭାଉଜ କଲ କରି ଯାଉ ଭାଉଜ ଲୁଗା ତଳେ ପଡିଯିବୁ। ରେଡି ଚାଲ 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 ଚାଲ। ହଉ ହଉ ଭାଉଜ